ମଣିଷ ଋତୁ ନୁହେଁ ତଥାପି ବଦଳିଯାଏ। ସ୍ୱପ୍ନ ପକ୍ଷୀ ନୁହେଁ ତଥାପି ଉଡ଼ିଯାଏ। ମନ ଆଇନା ନୁହେଁ ତଥାପି ଭାଙ୍ଗିଯାଏ। ଜୀବନ ମହମବତୀ ନୁହେଁ ତଥାପି ଲିଭିଯାଏ। ସ୍ୱାମୀ, ମୋର କ୍ରୋଧ ବହୁତ ବିପଦପୂର୍ଣ୍ଣ। ମୁଁ ଡରୁଛି ଯେ ମୁଁ ତୁମ ଉପରେ କାଳେ ହାତ ଉଠେଇଦେବି। ସ୍ତ୍ରୀ, ତୁମର କ୍ରୋଧ କ'ଣ ଶିବଙ୍କ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ? ସ୍ୱାମୀ, ନା ନା, ତାଙ୍କ କ୍ରୋଧ ଆଗରେ ମୋର ସ୍ଥିତି କ'ଣ? ସ୍ତ୍ରୀ, ତେବେ ତୁମେ କେବେ ଶୁଣିଛ କି ସେହି ଅତି କ୍ଷିପ୍ର ସ୍ୱଭାବର ଶିବ ଯିଏ ଗୋଟିଏ ମୁହୂର୍ତ୍ତରେ ସମଗ୍ର ବିଶ୍ୱକୁ ଧ୍ୱଂସ କରିପାରିବେ, ସେ କେବେ ତାଙ୍କ ସ୍ତ୍ରୀଙ୍କ ଉପରେ ହାତ ଉଠାଇଛନ୍ତି? ଯେତେବେଳେ ତାଙ୍କ ସ୍ତ୍ରୀ ରାଗିଥିଲେ, ଶିବ ତାଙ୍କୁ ଯୁଦ୍ଧ କରି ନୁହେଁ, ତାଙ୍କ ପାଖେ ନତମସ୍ତକ ହୋଇ ଶାନ୍ତ କରିଥିଲେ। ଗରିବ ଘରକୁ ଧନୀ ଲୋକଟିଏ ଗଲେ ଗରିବଟି ଭାରି ଖୁସି ହୁଏ, କିନ୍ତୁ ଧନୀ ଘରକୁ ଗରିବ ଲୋକଟି ଗଲେ ଧନୀ ଲୋକଟି ବିରକ୍ତି ହୁଏ। କ'ଣ ଠିକ୍ ତ? ସାଙ୍ଗମାନେ, ସନ୍ଦେହ ତ ସିଏ କରିଥାଏ ଯିଏ ଆପଣଙ୍କୁ ହୃଦୟରୁ ଭଲ ପାଉଥାଏ। ନହେଲେ ଶରୀରକୁ ପ୍ରେମ କରୁଥିବା ମଣିଷକୁ ଏସବୁ କିଛି ବି ଫରକ ପଡ଼ିନଥାଏ। ତେଣୁ ଯିଏ ଆପଣଙ୍କୁ ସନ୍ଦେହ କରୁଛି, ଆପଣ କେବେ ବି ତା ଉପରେ ରାଗନ୍ତୁ ନାହିଁ ଅବା ତାକୁ ଜୀବନରୁ ଦୂରେଇ ଦିଅନ୍ତୁ ନାହିଁ। ସବୁବେଳେ ତା ସନ୍ଦେହର କାରଣକୁ ଦୂର କରିବା ପାଇଁ ପ୍ରୟାସ କରନ୍ତୁ। ନହେଲେ ଆପଣ ପରେ କେବଳ ପସ୍ତେଇବେ। କଥା ମୋର, ବିଚାର ଆପଣମାନଙ୍କର।